ରାମ ନାରାୟଣ ରାମ ମୂଳାଧାର ସ୍ୱାଧିଷ୍ଠାନ ମଣିପୁର ଅନାହତ ବିଶୁଦ୍ଧ ଏବଂ ସହସ୍ରାର ଏହି 7ଟି ଚକ୍ର ଅଛି। ଏହାର କୌଣସି ଶେଷ ନାହିଁ। ଏହାକୁ କେବଳ କହିବା ଦ୍ୱାରା ବୁଝିପାରିବା ଯାଏ ନୁହେଁ। ଯେତେବେଳେ ସେମାନେ ଜାଣିଲେ ଯେ କହି ଏହାକୁ ବୁଝାଇ ପାରିବା ଯାଏ ନୁହେଁ, ସେତେବେଳେ ସେମାନେ ସାରେ ଗା ମା ଭାବରେ 7 ସୁର ଦେଇଦେଲେ। ଆମ ଗାଁରେ ଆଫତାରୁଦ୍ଦିନ କିଛି କହିଲେ, ଉଲାଉଦ୍ଦିନ କେବଳ ଆ କହିଥିଲେ। ସେ ଜାଣିନଥିଲେ ଯେ ଆ ଭିତରେ ଏତେ ଅର୍ଥ ରହିଛି। ନିଜେ ବୁଝିନଥିବା ସ୍ଥିତିରେ ବା ଇଚ୍ଛା ବିନା ମଧ୍ୟ ତେ କିଛି ଘଟିପାରେ। ଆଫତାରୁଦ୍ଦିନ ଉଲାଉଦ୍ଦିନକୁ ଧୋକା ପିଟା କରି ଗଢ଼ିଥିଲେ। ତେ ଲୋକଙ୍କର ଇଚ୍ଛା ଥାଏ ଅନେକ ଥର ରୁଦି ପିଟିପାଟି ଏହି ସବୁ ଘଟେ। ଆଜି ଉଲାଉଦ୍ଦିନ ଏସିଆର ଶ୍ରେଷ୍ଠ ଗାୟକ ଅଟେ। ତେଣୁ ଇଚ୍ଛା ଥାଉ ବା ନଥାଉ ଏହି ମନ୍ତ୍ରର ଜପ ଚାଲୁ ରଖ। ବସିଥିବା ବେଳେ ଯାହା କର ନକର ଆ କହି କର। ଲୋକେ କହନ୍ତି ଏଥିରେ କ'ଣ ହେବ? ଆମ ଭିତରେ ଯେପରି ଆସକ୍ତି ଓ ଲୋଭ ଅଛି, ତାହାରୁ କ'ଣ ହେବ? ଏଭଳି କରୁଥିଲେ ତୁମେ ବେଦର ଆଦି ସୁରକୁ ଚିହ୍ନି ପାରିବ। ଆମେ କେବେ ଭାବୁଛୁ କି ଡାଲ ଭାତ ଖାଇଲେ ରକ୍ତ, ମାଂସ ଓ ବୀର୍ଯ୍ୟ କିପରି ତିଆରି ହୁଏ, ଏହା ସବୁ ନିଜେ ନିଜେ ଘଟିଯାଏ। ଏହିପରି ଭାବେ ସିଦ୍ଧି ଓ ମୋକ୍ଷ ମଧ୍ୟ ନିଜେ ନିଜେ ଘଟିଯିବ। ଆମର କ'ଣ ହେବ? ଧର୍ମ ସହିତ ଗଢ଼ିଥିବା ସଂସ୍କାର ଓ ଅନୁଭବ ଯୋଗୁଁ ଏହିଭଳି ଭାବ ଆସେ। ମୁଁ ଏହା କହୁନି ଯେ ଭଗବାନ ଅଛନ୍ତି କି ନାହିଁ। ପ୍ରଥମେ ଆମେ ବାସ୍ତବତାର ଭଗବାନଙ୍କୁ ଚିହ୍ନିବାକୁ ହେବ।